ଆରେ ଏଇ ଶାର୍ଟଟା ବି ଚିରିଗଲା। ଓ ହଉ ଆଡଜଷ୍ଟମେଣ୍ଟ କରିଦବା ଆଉ କଣ ଅଛି। ଆରେ ଶୁଣ, ହଁ କଣ ହେଲା? ମତେ କିଛି ପଇସା ଦିଅ ନା। କଣ ପାଇଁ? ଆରେ ପଇସା କଣ କରିବ? ଆରେ ଜାଣିଛ ନା, ମୋର ସବୁ ଶାଢୀ ନା ପୁରୁଣା ହେଇଗଲାଣି। ମୁଁ ଗୋଟେ ନୂଆ ଶାଢୀ କିଣିକି ଆଣିବି। ଏଇ କଥା। ଆରେ ଏଇ କଥାକୁ ତମେ ଏତେ ଭୟ କରି କହୁଛ। ହଉ ଠିକ ଅଛି, ଦଉଛି ନେ ନେ ନିଅ। ହଉ ଠିକ ଅଛି, ମୁଁ ଏଥର ଅଫିସ କି ଯାଉଛି। ଅଫିସ ଟାଇମ ହେଇଗଲାଣି ହେଲା। ଆରେ ଏଇଟା କଣ ଥୁଆ ହେଇଛି? ଏ ପ୍ୟାଣ୍ଟ ସାର୍ଟ। ଆରେ ନୂଆ ପ୍ୟାଣ୍ଟ ସାର୍ଟ କାହା ପାଇଁ ଥୁଆ ହେଇଛି? ଆରେ କିଏ ସବୁ ଆଣିଛି ନୂଆ ପ୍ୟାଣ୍ଟ ସାର୍ଟ ସବୁ? ହଁ, ସବୁ ତ ନୂଆ। ଏ କାହା ପାଇଁ କିଏ ଆଣିଛି ସବୁ? ଆରେ ଏଇ ପ୍ୟାଣ୍ଟ ସାର୍ଟ ନା, ଏରା ସବୁ ତମ ପାଇଁ। ମୋ ପାଇଁ? ଏ ମୋ ପାଇଁ ଏରା ସବୁ କଣ ପାଇଁ ଆଣିଥିଲ କହିଲ? ହଁ ମାନେ ମୋର କଣ ହବ? ମୋର ତ ଅଛି ପ୍ୟାଣ୍ଟ ସାର୍ଟ। ଏଇ ପ୍ୟାଣ୍ଟ ସାର୍ଟ ମୁଁ କଣ ପାଇଁ ଆଣିଥିଲ କହିଲ? ହଁ କଣ ପାଇଁ ଆଣିବା କଣ ଦରକାର କହିଲ? କିଛି କାମ ନା ବେକାର ଧରିକି ସବୁ ଧରିକି ଆସିଛ। ତମର ଦରକାର ଥିଲା। ଆରେ ମୁଁ କଣ ଜାଣିନି, ମୁଁ ତମର ସବୁଦିନ ପ୍ୟାଣ୍ଟ ସାର୍ଟ ସଫା କରୁଛି। ତ ପ୍ୟାଣ୍ଟ ସାର୍ଟ ସବୁ ଫାଟିଗଲାଣି। ଆଉ ସେଇଥିପାଇଁ ମୁଁ ତମ ପାଇଁ ଆଣିଛି। ମୁଁ କଣ ଜାଣିନି? ସବୁ ପୁଅ ପିଲା ଏଇଭଳିଆ। ତାଙ୍କ ପରିବାର ଖୁସି ପାଇଁ ସେ ତାଙ୍କ ନିଜ ଖୁସି ମାରି ଦିଅନ୍ତି। ଜାଣିଛ, ଆମ ବାପା ନା ତମ ଭଳିଆ ଆମ ପରିବାର ଚଳିବା ପାଇଁ କେତେ ଯେ କଷ୍ଟ କରିଛନ୍ତି ସେଟା ମୁଁ ଜାଣିଛି। ଆଉ ମୁଁ ତମକୁ କେବେ ବି ଆଉ ଏମିତି କଷ୍ଟ କରିବାକୁ ଦେବିନି। ମୁଁ କିନ୍ତୁ ଆଜି ନା ଗୋଟେ ଭଲ କଥାଟେ ଶିଖିଲି। ଗୋଟେ ବାପା ମାର ଯଦି ଭଲ ସଂସ୍କାର ତାଙ୍କ ଝିଅ ପ୍ରତି ଥିବ ନା, ଆଉ ସେ ଝିଅ ଯେତେବେଳେ ତା ଶାଶୁ ଘରକୁ ଯିବ, ତା ଶାଶୁ ଘରକୁ ନା ପୁରା ସ୍ୱର୍ଗ ବନେଇ ଦବ। ଥ୍ୟାଙ୍କ ୟୁ ସୋ ମଚ୍। ହେଲେ ମୁଁ ଜାଣିନଥିଲି ତମର ଏତେ ଚିନ୍ତାଧାରା ବୋଲି।